ହ୍ୟାଲୋ କ୍ୟୁଟିସ୍। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବାକୁ ଯାଉଛି ମୋର ମେକଅପ୍ ଭିଡ଼ିଓ। ମାନେ ମୁଁ କେମିତି କୋଉ ଟାଇପ୍‌ର ମେକଅପ୍ କରେ। ତ ଡେରି ନକରି ଚାଲନ୍ତୁ ଆମେ ଆମର ମେକଅପ୍ ଷ୍ଟାର୍ଟ କରିବା। ତ ଫର୍ଷ୍ଟ ମୁଁ ମୋର ଫେସ୍ ୱାଶ୍ କରିସାରିଛି। ଫେସ୍ ୱାଶ୍ ପରେ ଆପଣଙ୍କ ସ୍କିନ୍‌ରେ ଆପଣ ମଏଶ୍ଚରାଇଜର୍ ଫାର୍ଷ୍ଟ ୟୁଜ୍ କରନ୍ତୁ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ ପ୍ରୋସେସ୍। ଫାର୍ଷ୍ଟ ଆପଣଙ୍କୁ ମଏଶ୍ଚରାଇଜର୍ ଆଡ୍ କରିବାର ଅଛି ଆପଣର ସ୍କିନ୍‌ରେ ବିଫୋର୍ ମେକଅପ୍। ତ ମୁଁ ଭଲ ଭାବରେ ମଏଶ୍ଚରାଇଜର୍ ନେଇକି ମୋ ଫେସ୍‌ରେ ବ୍ଲେଣ୍ଡ କରିକି ତାକୁ ମସାଜ କରିସାରିଛି। ମଏଶ୍ଚରାଇଜର୍ ପରେ ମୁଁ ମୋ ଫେସ୍‌ରେ ଆଡ୍ କରୁଛି କନସିଲର୍। କନସିଲର୍ ମୁଁ ଅଣ୍ଡର ଆଇଜ୍ ଆଉ ମୋ ଫେସ୍‌ରେ ଯୋଉଠି ବି ବ୍ଲାକ୍ ସ୍ପଟ୍ ଅଛି ମୁଁ ତା ଉପରେ ଦେଇକି ୟାକୁ ଭଲ ଭାବରେ ବ୍ରଶ୍‌ରେ ବ୍ଲେଣ୍ଡ କରିବି। ଆପଣ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ମାନେ ବ୍ରଶ୍‌ରେ ବି ବହୁତ ଇଜିଲି ଏଇଟା ବହୁତ ଭଲ ଭାବରେ ବ୍ଲେଣ୍ଡ ହେଇଯାଉଛି। ଏଇଟା କୌଣସି ଅ ମୁଁ ଅନଲାଇନ୍ ୟା ଫିର୍ କୌଣସି ବ୍ରାଣ୍ଡର କନସିଲର୍ ନୁହଁ। ଏଇଟା ମୁଁ ଲୋକାଲ୍ ଷ୍ଟୋରରୁ ନେଇଥିଲି। ଏଇଟା ଟିକେ ଲିକ୍ୱିଡ୍ ଟାଇପ୍‌ର ରୁହେ ଆଉ ବହୁତ ଇଜିଲି ଫେସ୍‌ରେ ବ୍ଲେଣ୍ଡ ହେଇଯାଏ। ତ ପର୍ସନାଲି ମୋତେ ବହୁତ ଭଲ ଲାଗେ। ତ ମୁଁ ସବୁବେଳେ ପ୍ରାୟ ଏଇଟା ହିଁ ୟୁଜ୍ କରେ। ଦେଖିପାରୁଥିବେ କନସିଲର୍ ଦ୍ୱାରା ଯୋଉଠି ବି ମୋର ଟିକେ ଟିକେ ବ୍ଲାକ୍ ସ୍ପଟ୍ ଥିଲା ଆଉ ମୋର ଅଣ୍ଡର ଆଇସ୍ ଏରିଆ ମୁଁ ତାକୁ ଭଲ ଭାବରେ କଭର୍ କରିଦେଇଛି। ଦେନ୍ ମୁଁ ଆପ୍ଲାଏ କରୁଛି ଫାଉଣ୍ଡେସନ୍। ଫାଉଣ୍ଡେସନ୍ ପାଇଁ ମୁଁ ଏଇଠି ନେଇଛି ସୁଗରର ମ୍ୟାଟ୍ ଷ୍ଟିକ୍ ଫାଉଣ୍ଡେସନ୍, ଯୋଉଟାକି ବହୁତ ଇଜିଲି ବ୍ଲେଣ୍ଡ ହେଇଯାଏ ଆଉ ସ୍କିନ୍ ବହୁତ ଫ୍ଲଲେସ୍ ବନାଏ। ଆପଣମାନେ ବି ଦେଖିପାରୁଥିବେ କେତେ ଇଜିଲି ବ୍ଲେଣ୍ଡ ହଉଛି। ଆଉ ମୁଁ ଲିକ୍ୱିଡ୍ ଫାଉଣ୍ଡେସନ୍ ୟୁଜ୍ କରେନି କାହିଁକିନା ମୋ ସ୍କିନ୍ ବହୁତ ଅଏଲି ଆଉ ବହୁତ ପୋର୍ ସ୍କିନ୍। ତ ଲିକ୍ୱିଡ୍ ଫାଉଣ୍ଡେସନ୍ ମୋତେ ଲାଗେନି କି ବହୁତ ଟାଇମ୍ ଯାଏ ମୋ ସ୍କିନ୍‌ରେ ଷ୍ଟେ କରେ। କିନ୍ତୁ ଏଇ ଫାଉଣ୍ଡେସନ୍‌ଟା ମୁଁ ଅଲମୋଷ୍ଟ 2 to 3 ଇୟର୍ସ ହେଲା ୟୁଜ୍ କରୁଛି। ଆଉ ମୁଁ କହିପାରିବି ଯେ ଏଇଟା ବହୁତ ଟାଇମ୍ ଯାଏଁ ହେଲେ ଆପଣଙ୍କ ସ୍କିନ୍‌ରେ ଷ୍ଟେ କରିବ। ତ ଫାଉଣ୍ଡେସନ୍ ମୁଁ ଏବେ ମୋର ଫୋରହେଡ୍ ଆଣ୍ଡ ଆଉ ମୋର ରାଇଟ୍ ସାଇଡ୍‌ରେ ବି ଲଗେଇକି ତାକୁ ଭଲ ଭାବରେ ବ୍ଲେଣ୍ଡ କରିନଉଛି। ମୁଁ ବ୍ରଶ୍‌ରେ କରୁଛି ଯୋଉଟାକି ମାନେ ଆପଣଙ୍କୁ ଏଥିରେ ଗୋଟେ ବ୍ରଶ୍ ବି ମିଳିବ। ଯୋଉ ଫାଉଣ୍ଡେସନ୍ ଆପଣଙ୍କ ଷ୍ଟିକ୍ ଆସେ ତାର ବ୍ୟାକ୍ ସାଇଡ୍‌ରେ ହିଁ ଆପଣଙ୍କୁ ଗୋଟେ ବ୍ରଶ୍ ମିଳିବ। ବଟ୍ ମୋତେ ଏଇଟା ଟିକେ ଡିଫିକଲ୍ଟ ହଉଛି। କାହିଁକିନା ମୁଁ ଏଇ ବ୍ରଶ୍‌ରେ କେବେ ବି ୟୁଜ୍ କରେନି। ମୁଁ ମୋର ଅଲଗା ଗୋଟେ ବ୍ରଶ୍ ରଖିଛି। ମୁଁ ସେଇଥିରେ ହିଁ ତାକୁ ବ୍ଲେଣ୍ଡ କରେ। ତ ହଁ, ମୋ ଦ୍ୱାରା ହେଇପାରିଲାନି ତ ମୁଁ ତାକୁ ଛାଡ଼ିଦେଲି ଆଉ ମୁଁ ମୋର ଓରିଜିନାଲ୍ ବ୍ରଶ୍‌କୁ ଆସିଗଲି। ତ ଦେଖିପାରୁଥିବେ ଏବେ ମୋର ପୁରା କେତେ ଭଲ ଭାବରେ ମୋ ଫେସ୍‌ରେ ଏଇ ମେକଅପ୍‌ଟା ବ୍ଲେଣ୍ଡ ହେଇସାରିଛି ଫାଉଣ୍ଡେସନ୍‌ଟା। ମୋର ଏଥିରେ ପୋର୍ସ ବି କଭର୍ ହେଇଯାଇଛି ଆଉ ଗୋଟେ ଫିନିशिଂ ଲୁକ୍ ଆସିଯାଇଛି ଦେଖିପାରୁଥିବେ। ବୋଥ୍ ସାଇଡ୍ ମୁଁ ଆପଣଙ୍କୁ ଜୁମ୍ କରିକି ବି ଦେଖେଇ ଦଉଛି। ତା ତାପରେ ଆମେ ଏଇଠି ଲିପ୍ ଲାଇନର୍ ଲଗଉଛନ୍ତି। ମୁଁ ରେଡ୍ ଲିପଷ୍ଟିକ୍ ୟୁଜ୍ କରୁଛି ତ ମୁଁ ଆକର୍ଡିଂ ଟୁ ରେଡ୍ ତ ମୁଁ ଏଇଠି ଲିପ୍ ଲାଇନର୍ ବି ରେଡ୍ ୟୁଜ୍ କରୁଛି। ତ ଭଲ ଭାବରେ ମୁଁ ଲାଇନିଂ କରିସାରିଲା ପରେ ଏବେ ଲିକ୍ୱିଡ୍ ଲିପଷ୍ଟିକ୍ ଦ୍ୱାରା ତାକୁ କଭର୍ ଅଫ୍ କରିନଉଛି। ଏଇଠି ମୋର ଲିପଷ୍ଟିକ୍ ଲଗା ବି ସରିଲା। ତ ଦେଖିପାରୁଥିବେ କେତେ ଭଲ ଭାବରେ ମୋ ଫେସ୍‌ରେ ଏଇ କଲର୍‌ଟା ସୁଟ୍ କରୁଛି। ଦେନ୍ ମୁଁ ଏଇଠି କମ୍ପାକ୍ଟ ପାଉଡର୍ ୟୁଜ୍ କରୁଛି। ଏଇଟା ବି ସେମ୍ ସୁଗରର ହିଁ। କାହିଁକିନା ଫାଉଣ୍ଡେସନ୍ ମୁଁ ଯେହେତୁ ସୁଗରର ୟୁଜ୍ କରୁଛି ତ ମୁଁ କମ୍ପାକ୍ଟ ବି ସୁଗରର ହିଁ ପ୍ରିଫର୍ କରୁଛି। କେତେ ଫ୍ରେଶ୍ ସ୍କିନ୍ ମୋର ଦେଖାଯାଉଛି। ଫ୍ରେଶ୍ ଆଣ୍ଡ ସ୍ମୁଥ୍ ହେଇଯାଇଛି ମୋ ସ୍କିନ୍ ଆଫ୍ଟର କମ୍ପାକ୍ଟ। ଦେନ୍ ମୁଁ ଏଇଠି ଆଇ ଶ୍ୟାଡୋ ୟୁଜ୍ କରୁନି। ଟିଣ୍ଟ ଗୋଟେ ମୁଁ ଲୋକାଲରୁ ହିଁ ନେଇଥିଲି। ସେଇଟା ମୁଁ ପ୍ରାୟ ସବୁବେଳେ ୟୁଜ୍ କରେ। ଆପଣଙ୍କୁ ଏଇଟା 20-30 ଟଙ୍କାରେ ମିଳିଯାଏ ଆଉ ସବୁ ଜାଗାରେ ମିଳେ। ତ ଆପଣ ଦେଖିପାରୁଥିବେ। ଏଇଟା ମୁଁ ଆଇ ଶ୍ୟାଡୋ ହିସାବରେ ଲଗାଏ। ଦେନ୍ ମୁଁ ଟ୍ରାଏ କରୁଥିଲି କ୍ୟାମେରା ଦେଖିକି ଆଇଲାଇନର୍ ଲଗେଇବାକୁ ବଟ୍ ହେଲାନି। ତ ମୁଁ ପୁଣି ବ୍ୟାକ୍ ଟୁ ମିରରକୁ ପଳେଇଲି। ମିରର ଦେଖିକି ମୁଁ ଏଇଠି ଆଇଲାଇନର୍ ଭଲ ଭାବରେ ଲଗେଇ ସାରିଛି ୱିଙ୍ଗ୍ ସହିତ ଦେଖିପାରୁଥିବେ।
ଦେନ୍ ଆମେ ଲଗେଇବା ମସ୍କାରା। ମସ୍କାରା ପାଇଁ ମୁଁ ୟୁଜ୍ କରୁଛି ମାର୍ସର ମସ୍କାରା, ଯୋଉଟାକି ଦୁଇଟା ଷ୍ଟେପ୍ର ଆପଣଙ୍କୁ ଆସେ, ଗୋଟେ ଆପଣଙ୍କର ଭଲ୍ୟୁମ୍ ପାଇଁ ଆଉ ଗୋଟେ ଆପଣଙ୍କର ଲେନ୍ଥ ପାଇଁ। ତ ଆପଣଙ୍କର ବି ଯଦି ମାନେ କମ୍ ଆଇଲେସେସ୍ ତ ଆପଣ ଏଇଟା ୟୁଜ୍ କରନ୍ତୁ। ଏଇଟାରେ ହେଭି ଆଇଲେସେସ୍ର ମାନେ ଲୁକ୍ ଆସେ, ଭଲ୍ୟୁମ୍ ବି ବହୁତ ଭଲ ଭାବରେ ଆପଣଙ୍କୁ ଆସିବ। ତ ମୁଁ ଏଇଠି ମାର୍ସର ୟୁଜ୍ କରୁଛି। ଭଲ ଭାବରେ ଲଗେଇ ସାରିଲା ପରେ କ୍ଲୋଜ୍ ଅପ୍ ସଟ୍ ଦଉଛି, ଦେଖନ୍ତୁ ଡନ୍। ଦେନ୍ ଏଇଠି ମୁଁ ସ୍ୱିସ୍ ବିୟୁଟିର ହାଇଲାଇଟର ୟୁଜ୍ କରୁଛି। ଏଇଟା ଲିକ୍ୱିଡ୍ ହାଇଲାଇଟର ସ୍ୱିସ୍ ବିୟୁଟିର। ତ ଟିକେ ଆମାଉଣ୍ଟ ମୁଁ ହାତରେ କାଢ଼ି ନେଇଛି, ଆଉ ଆକୁ ଆମେ ଫିଙ୍ଗର ଟିପ୍ ଦ୍ୱାରା ଫେସ୍ରେ ଲଗାଇବା। ତ ମୁଁ ଷ୍ଟାର୍ଟ କରୁଛି ଫିଙ୍ଗର ଟିପ୍ ଦ୍ୱାରା ଫାଷ୍ଟ ମୋର ଚିକ୍ରେ ଲଗେଇକି ଚିକ୍, ନୋଜ୍, ଫୋरहेଡ୍ ସବୁଥିରେ ମୁଁ ଏଠି ଆପ୍ଲାଏ କରିଦେବି। ଆଉ ବ୍ୟାକ୍ଗ୍ରାଉଣ୍ଡରୁ ମୋର ସାନ ଭାଇ ମୋତେ କମେଣ୍ଟ ପାସ୍ କରିଥାଏ, ତ ତାକୁ ବି ମୁଁ ରେସ୍ପନ୍ସ କରିକି ସ୍ମାଇଲ୍ କରିନେଲି। ତ ଦେଖନ୍ତୁ କେତେ ଭଲ ଭାବରେ ଏଇଟା ବ୍ଲେଣ୍ଡ ହେଇଯାଉଛି ମୋ ଫେସ୍ରେ, ବହୁତ ଇଜିଲି ଆଉ ବହୁତ ମାନେ ଆପଣଙ୍କର ପୋର୍ ସ୍କିନ୍ ଥିଲେ ବି ଏଟାକୁ ଆପଣ ୟୁଜ୍ କରିପାରିବେ। କାହିଁକିନା ପୋର୍ ସ୍କିନ୍ ନର୍ମାଲି ଆମେ ଯେତେବେଳେ ହାଇଲାଇଟର ୟୁଜ୍ କରନ୍ତି ପୋର୍ ସ୍କିନ୍ରେ ସେଇଟା ଟିକେ ଅଧିକ ଭିଜିବଲ୍ ହେଇକି ଦେଖାଯାଏ, କିନ୍ତୁ ଏଇଟା ସେମିତି ନୁହେଁ, ବହୁତ ଭଲ ଭାବରେ ବ୍ଲେଣ୍ଡ ହେଇଯାଏ ଆଉ ପୁରା ମେଟ୍ ଲୁକ୍ରେ ହିଁ ରୁହେ। ତ ମୁଁ ଏଇଠି ହାଇଲାଇଟର ଲଗେଇ ସାରିଲି, ଆଉ ହାଇଲାଇଟର ଲଗେଇଲା ପରେ ଫେସ୍ର ଯେଉଁ ଗ୍ଲୋ ଆସେ, ବାପରେ ବାପ, ମୋତେ ତ ବହୁତ ଭଲ ଲାଗେ। ୱାହ, ମୁଁ ଏଠି କିସ୍ ବି ମାରି ସାରିଲିଣି ନିଜକୁ। ଦେନ୍ ଆମେ ୟୁଜ୍ କରିବା କାଜଲ। କାଜଲ ପାଇଁ ମୁଁ ୟୁଜ୍ କରୁଛି ରିନିର କାଜଲ। ରିନି ଆପଣମାନେ ତ ଜାଣିଥିବେ ବହୁତ ପ୍ରାୟ ସମସ୍ତଙ୍କର ଫେଭରେଟ୍, ମୋର ନୁହଁ ପ୍ରାୟ ସମସ୍ତଙ୍କର ଫେଭରେଟ୍। ତ ଏଇଠି ରିନିର କାଜଲ ମୁଁ ୟୁଜ୍ କରୁଛି। ଦେଖନ୍ତୁ କେତେ ଭଲ ଭାବରେ ମାନେ ସିଏ ଆଖିରେ ଲାଗୁଛି ଆଉ ବହୁତ ବୋଲ୍ଡ ଲୁକ୍ ଆସୁଛି। ଏଠି ଆମର କାଜଲର ବି ଦେନ୍ ହେୟାର ଷ୍ଟାଇଲ୍ ପାଇଁ ମୋର ଚୁଟି ବହୁତ ଫିଜି ହେଇକି ଅଛି, ତ ମୁଁ ଏଠି କଙ୍ଗି ନ କରି ମୋ ହାତରେ ହିଁ ତାକୁ ଭଲ ଭାବରେ ନେଇକି ପଛକାନି ଗୋଟେ କ୍ଲଚର୍ ମାରିଦେଲି। ଆଉ କ୍ଲଚର୍ ଦେଇ ସାରିଲା ପରେ ଏଇଠି ସରିଗଲା ମୋର ଲୁକ୍। କେମିତି ଲାଗିଲା ମୋର ମେକଅପ୍ ଲୁକ୍ ନିହାତି ଜଣାଇବେ, ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ଲାଇକ୍ କରିବା ଜମାରୁ ଭୁଲିବେ ନାହିଁ। ଥାଉ ସେତିକି ହେଇଗଲା। ଚାଲନ୍ତୁ ଏବେ ଯିବା, ଟାଟା ବାଏ ବାଏ।